ସେମାନେ ଆପଣ ଯାହା ଯୋଜନା କରିଥିବେ ସେମାନେ ହଁ ହଁ ମାରିଦେଇକି ବାସ୍ ରହିଯିବେ। ବାସ୍ ଦରମା ପାଇଲେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇଲେ ବାସ୍ କିଏ ମଲା କେତେ କଲା କେତେ ତାଙ୍କର କିଛି ଯାଏସ ନାହିଁ। ବନ୍ଧୁ ଏବେ ବର୍ତ୍ତମାନ ଏଇ ଯେଉଁ ଓଡ଼ିଶାର ଛାତି ଉପରେ ବା ଆପଣ ଭୁବନେଶ୍ୱରର ଯେଉଁ ଭରତପୁର ଘଟଣା ଆପଣଙ୍କର ଓଡ଼ିଶାର ରାଜନୀତିକୁ ଆପଣଙ୍କର ଉଠାଉଛି ପକାଉଛି ପ୍ରତିଦିନ ଆପଣ ଦେଖୁଥିବେ। ପ୍ରତିଦିନ ତାରି ଉପରେ ଆପଣ କେନ୍ଦ୍ରୀଭୂତ ରହୁଛି। ଏହି ପରିପ୍ରେକ୍ଷୀରେ ମୋର ଭିଡ଼ିଓ ଗୋଟେ ଆପଣ ଦେଖିଥିବେ ଯେ ସେ ଭିଡ଼ିଓରେ ଆପଣ ମୁଁ କହିଥିଲି ଯେ 24 ବର୍ଷର ଯେଉଁ ପୂର୍ବରୁ 24 ବର୍ଷର ଯେଉଁ ବିଜେଡ଼ି ସରକାର ଆପଣଙ୍କ ଶାସନ କରୁଥିଲା ସେତେବେଳେ ଆପଣ ପ୍ରାୟ ଆପଣ ଦେଖିଥିବେ ଯେ ଅଫିସର୍ସ ରାଜ ଆପଣ ଚାଲିଥିଲା। ଏଠି ଆପଣ କେହି ଶାସନ କରୁନଥିଲେ, କେବଳ ଅଫିସର ମାନେ ଶାସନ କରୁଥିଲେ। ଏବେ ମଧ୍ୟ ସେ ତାର ଆହୁରି କିଛି ଅଂଶ ଆହୁରି ମାନେ ଚାଲିଛି। ତେଣୁ ସେଥିପାଇଁ ସେ ଭିଡ଼ିଓରେ ବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଁ ନିବେଦନ କରିଥିଲି ଯେ ସାର୍ ବର୍ତ୍ତମାନ ଏଇ ଯେଉଁ କିଛି ଅଛି ସେଇଟା ଆପଣ ଜଲ୍ଦି ଆପଣ ସମାପ୍ତ କରନ୍ତୁ, ନହେଲେ ବର୍ତ୍ତମାନ ଟାଙ୍କିରି ପାଇଁ ଆପଣ ହିଁ ବଦନାମ ମୁଣ୍ଡାଇବେ। 2 ଦିନ ପରେ ଆପଣ ଦେଖିଲେ ପୁଲିସ କମିଶନରେଟ୍ ପୁଲିସର ପ୍ରତି ପୁଲିସ ଷ୍ଟେସନରେ କିଛି ପୁଲିସ ଆପଣଙ୍କର ଆସିକି ନିରବ ପ୍ରାର୍ଥନା କରୁଥିଲେ ଯେ ଆଜି ମଧ୍ୟ ସରକାର ଜାଣି ନାହିଁ ଯାଉଛି ସେ କେମିତି ତାର ଆଉ କିଏ ନିର୍ଦ୍ଦେଶ ଦେଲା ସିଏ ଆସିକି ଏତେ ବଡ଼ କାମ କରିବା ପାଇଁ। ଇଏ ଗୋଟେ କଥା। ତା ସହିତ ଆହୁରି ଗୋଟେ କଥା ବର୍ତ୍ତମାନ ପାଇଁ ଯେ ପୁଲିସ ପ୍ରତିଦିନ ଗୋଟିଏ ଭିଡ଼ିଓ ଛାଡ଼ୁଛି ତାର ଆପଣଙ୍କର କେଉଁଠି କେତେଟା ସୁଟିଂ କରିଥିଲା। ଇଏ ତ ଯେଉଁ ଆପଣଙ୍କର ମେଜର ତାର ବାନ୍ଧବୀ ଯାଇଥିଲେ ହେଉଛି ପୁଲିସ ଷ୍ଟେସନକୁ, କିନ୍ତୁ ସେମାନେ କେଉଁ ଜାଗାରେ ସେମାନେ ସୁଟିଂ କରିଥିଲେ, କେଉଁଠି ଲିଫ୍ଟରେ ଯାଉଛି ସେଇଥିରେ ସେଠି ସୁଟିଂ କରାଯାଇଛି, କେଉଁଠି ଆପଣଙ୍କର ଗାଡ଼ିରେ ଆପଣ କ'ଣ କରାହେଲା ସେଟା ବି ସୁଟିଂ କରାଯାଇଛି। ତାପରେ ଆପଣଙ୍କର ସେଠି ଯେଉଁ ଆପଣ ଝଗଡ଼ା ହେଲା ସେଠି ବି ଆପଣ ସୁଟିଂ କରାଯାଇଛି। ତେଣୁ ଏଇ ଯେଉଁ ଯାହା ଅନୁମାନ କରାହେଉଛି କିଛି ତାକୁ ଏଡ଼ିଟିଂ କରିକି ସେ କରାହେଇଛି, ଆଉ କିଛି ରିଏଲ୍ ବି ଏଠି ମାନିବା ପାଇଁ ପଡ଼ିବ। ଏଇ ଯେଉଁ ପୁଲିସର ଯେଉଁ କାର୍ଯ୍ୟକଳାପ ଯୋଗୁଁ ସେ କେମିତି ତାର ସେ ଖସିବ, যেহেতু মানে ধীরে ধীরে কেস আপনার কমপ্লিটেড আড়କୁ গতি করছি, ଯେଉଁଟାକି ସରକାର ଆପଣଙ୍କର ବିଚାର ବିଭାଗ ତଦନ୍ତ এটা ଆପଣ ଦେଇଛନ୍ତି 60 ଦିନ ଭିତରେ এটা ସରିବ। ତେଣୁ ପୁଲିସର ଦୋଷକୁ ଖସାଇବା ପାଇଁ ଇଏ ହେଉଛି ତାଙ୍କ ଭିତରେ ଗୋଟେ ଚକ୍ରାନ୍ତ ଚାଲିଛି। ଗୋଟେ କଥା ଚିନ୍ତା କରିବା ପାଇଁ ପଡ଼ିବ, ଏଇ ଯେଉଁ ଘଟଣା ଘଟୁଛି ইয়ার ପଛରେ ପଟ ଭିତରେ ଆପଣଙ୍କର ଗୋଟେ ଅଦୃଶ୍ୟ ଶକ୍ତି କାମ କରୁଛି। ତେଣୁ ପୂର୍ବରୁ ଯେଉଁ ଆପଣଙ୍କର ଥିଲା ଯେଉଁ ବିଜେଡ଼ି ସରକାରରେ ଯେ ଅଦୃଶ୍ୟ ଶକ୍ତି ଗୋଟେ କାମ କରୁଥିଲା, ଏବେ ମଧ୍ୟ ସେ ଅଦୃଶ୍ୟ ଶକ୍ତି ଅଛି। ତେଣୁ ଅଦୃଶ୍ୟଟି ଆପଣଙ୍କର ପର ମୁହୂର୍ତ୍ତରେ ଆପଣ ଜାଣିପାରିବେ ସେ ହେଉଛି ବର୍ତ୍ତମାନ ସେ କିଏ ସେ ଆପଣ ଅନୁମାନ ଆପଣ କରିପାରୁଥିବେ। ତେଣୁ ସେଇଥିପାଇଁ ଆଜି ବି ଆପଣ ମୁଁ କହୁଛି ଯେ ବର୍ତ୍ତମାନ ଯେଉଁ ସରକାର ନିବେଦନ କରୁଛି ଯେ ବର୍ତ୍ତମାନ ଏଇ ଯେଉଁ ଓଡ଼ିଶାର ଯେଉଁ ଅଫିସର ଯେଉଁ ଚାଲିଛି ବର୍ତ୍ତମାନ ଆପଣ ପାଖରୁ ସରକାର ପାଖରୁ ଦରମା ନେଉଛନ୍ତି, ଆମ ଟିକସ ପଇସା ସେମାନେ ଦରମା ନେଉଛନ୍ତି। ବାସ୍ କିଏ ପାଉଛି ଲକ୍ଷେ ପାଉଛି 2 ଲକ୍ଷ ପାଇଲେ ଆପଣଙ୍କର 5 ଲକ୍ଷ ପର୍ଯ୍ୟନ୍ତ ସେ ଟଙ୍କା ନେଉଛନ୍ତି, କିନ୍ତୁ ସେଇ ଅନୁସାରେ ସେ କାମ କରୁଛନ୍ତି। ତେଣୁ ବର୍ତ୍ତମାନ ପାଇଁ ଯେଉଁ ଡିପାର୍ଟମେଣ୍ଟର ଯେଉଁ ପୁଲିସ ଡିପାର୍ଟମେଣ୍ଟର ଆପଣ ସର୍ଭିସ୍ ବୁକ୍ ଟୋଟାଲ୍ ଆପଣ ବଦଳାଇବାକୁ ପଡ଼ିବ, ମାନେ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ତେଣୁ ବର୍ତ୍ତମାନ ପାଇଁ ଯେ ବର୍ତ୍ତମାନ ପାଇଁ ଯୋଗୀ ସରକାର ଯେରକମ ଆପଣଙ୍କର ୟୁପିର ଯେରକମ ଯୋଗୀ ସରକାର ଯେଉଁ ୟୁପିର ଯେରକମ ନୀତି ଆପଣେଇଛି ଜିରୋ ଟଲରାନ୍ସ, ସେରକମ ଆପଣ ବର୍ତ୍ତମାନ ପାଇଁ ଜିରୋ ଟଲରାନ୍ସ ନୀତି ଆପଣ ଆପଣନ୍ତୁ। କାରଣ ଲୋକମାନେ ଠିକ୍ସେ ସେବା ପାଇବା ଦରକାର। ଆପଣଙ୍କୁ କହିଥିଲି ବର୍ତ୍ତମାନ ପାଇଁ ପୁଲିସ ଷ୍ଟେସନ ପାଖକୁ ଲୋକ ଯିବା ପାଇଁ ଡରୁଛନ୍ତି। ସେ ଯେଉଁ କେସ୍ ନେଇକି ଆପଣଙ୍କର ଯିବ ସେ ଗଲାକୁ ସେ ଆଉ ଗୋଟେ ତା ଯିଏ ନେଇଯାଇଥିବ ସେ ଏଫଆଇଆର ପାଇଁ ତା ଉପରେ ସେମାନେ ଓଲଟି ଏଫଆଇଆର ଦେଉଛନ୍ତି। ତେଣୁ ସେଇଥିପାଇଁ ଡିପାର୍ଟମେଣ୍ଟ ପାଖକୁ ଯିବା ପାଇଁ ଲୋକ ଡରୁଛନ୍ତି। ତେଣୁ ସେଇଥିପାଇଁ ସେ ଡର ଭାଙ୍ଗିବା ପାଇଁ ଆପଣଙ୍କୁ ଜିରୋ ଟଲରାନ୍ସ ନୀତି ଆପଣେଇବା ପାଇଁ ପଡ଼ିବ। ବର୍ତ୍ତମାନ ପାଇଁ ସେଇ ନୀତି ଆପଣ ଆପଣନ୍ତୁ। ବାସ୍ 5 ବର୍ଷ ପାଇଁ ଆପଣ ଲୋକମାନେ ଆସିଛନ୍ତି, 5 ବର୍ଷ ପାଇଁ ଲୋକମାନେ କାମ କରନ୍ତୁ। ତେଣୁ ସେଇ ଅନୁସାରେ ଆପଣ ଦେଖନ୍ତୁ ଇଏ ହେଉଛି ଅଫିସର ଆପଣଙ୍କର ଇଏ ହେଉଛି ଆପଣ କନଷ୍ଟାଣ୍ଟ ରହିଲେ ଆପଣ ନିଯୁକ୍ତି ପାଇଛନ୍ତି, ତାଙ୍କର ଆପଣ ସରକାର ସହିତ ନେଣା କିଛି ନାହିଁ। ବାସ୍ ଏଠି ହେଉଛି ଆପଣଙ୍କ ସହିତ କଥା। ତେଣୁ ସେଇ ଅନୁସାରେ ଆପଣଙ୍କୁ ନିବେଦନ କରୁଛି ଆପଣ ଯେଉଁ 5 ବର୍ଷ ରହିଛନ୍ତି ଲୋକମାନଙ୍କ ପାଇଁ ଠିକ୍ଠାକ୍ କାମ କରନ୍ତୁ, ନହେଲେ ଏଇ ଲୋକମାନେ ଆପଣଙ୍କୁ ବସାଇଛନ୍ତି ଏଇ ଲୋକମାନେ ଆପଣଙ୍କୁ ବି ଗଡ଼େଇ ଦେବେ ଅତି ସହଜରେ। ବାସ୍ ଏତିକି କହିବାର ଥିଲା। ତେଣୁ ଆପଣଙ୍କ ଉପରେ ଆମର ଭରସା ଅଛି, ଆପଣ ଏଇ କାମ କରୁଛନ୍ତି, ଆପଣ କାମ କରିବେ। ତେଣୁ ସେହି ଅନୁସାରେ ବର୍ତ୍ତମାନ ଏହି ଯେଉଁ ଘଟଣା ଘଟିଛି ଆପଣଙ୍କର ନ୍ୟାୟ ତଦନ୍ତ ଆପଣ ଦେଇଛନ୍ତି, ଆପଣ ଅଶେଷ ଧନ୍ୟବାଦ। ମୁଁ ଆଉ ଥରେ ଆପଣଙ୍କୁ ଧନ୍ୟବାଦ ଦେଉଛି। ତେଣୁ ବର୍ତ୍ତମାନ ଏଇ ଯେଉଁ ଅଫିସର ଆପଣଙ୍କର ଯେଉଁ ଅଛି ଯେଉଁ ଡିପାର୍ଟମେଣ୍ଟ ଅଛି ଆପଣ ଜିରୋ ଟଲରାନ୍ସ ନୀତି ଆପଣ ଆପଣାନ୍ତୁ, ନହେଲେ ବର୍ତ୍ତମାନ କାହାକୁ ପାରିବେନି। ବର୍ତ୍ତମାନ ତାଙ୍କର ଚେର ବର୍ତ୍ତମାନ 24 ବର୍ଷର ମାନେ ଚେର ଏତେ ବର୍ଷ ଆପଣଙ୍କର ସେ ଲମ୍ବି ଯାଇଛି, ସେ ଚେରକୁ ଟାଣିଲେ ବି ଆପଣଙ୍କର ସେ ଉଠୁନାହିଁ। ତେଣୁ ସେ ଅନୁସାରେ ଆପଣଙ୍କର ପରିବର୍ତ୍ତନ କଲା ପରେ ଡିପାର୍ଟମେଣ୍ଟ ଆପଣଙ୍କର ସେ ଅଟୋମେଟିକ୍ ସେ ଭାଙ୍ଗିଯିବ। ତାଙ୍କ ଭିତରେ ଗୋଟେ ସଂଗଠନ ଅଛି। ତେଣୁ ଏଠି ଆପଣ ସଂଗଠନ ଅଛି ବୋଲି ଆପଣ ଦେଖୁଥିବେ ଯେଉଁ ଘଟଣା ହେଲା ସେ କେମିତି ନିବେଦନରେ ଆପଣଙ୍କର ଡାକରା ଦେଇଦେଲେ ନା କିଏ ଡାକରା ଦେଲା ଆସିକି ସେମାନେ ହେଉଛି ଗୋଟେ ଆନ୍ଦୋଳନ ଗୋଟେ କଲେ। ତେମିତି ଭାବୁଥିବେ
ଯେ ଆପଣ କେଉଁଝର ଅଛନ୍ତି କିନ୍ତୁ ସେଠି ଭୁବନେଶ୍ୱର ଆପଣଙ୍କର ମୁଖ୍ୟମନ୍ତ୍ରୀ ନଥିବେ, ଆପଣଙ୍କର ହେଡ଼କ୍ୱାର୍ଟର ନଥିବା ବେଳେ ସେ ଏଠି ଆପଣଙ୍କର ତାଙ୍କ ବିରୁଦ୍ଧରେ ଏଠି ସରକାର ବିରୁଦ୍ଧରେ ଏଠି ନିରବ ପ୍ରାର୍ଥନା କରୁଛନ୍ତି। ତେଣୁ ସେ ଜିନିଷରେ ଆପଣ ଭାବିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ସେମାନଙ୍କୁ ଅଫିସର ଯେଉଁ ଯେତିକି ଅଛନ୍ତି ସେମାନଙ୍କୁ ଆମର ଯେଉଁ ପରିବର୍ତ୍ତନ କଲେ ଯାଇକି ଶାସନ ଠିକ୍ଠାକ୍ ହେବ। ନହେଲେ ଆପଣଙ୍କର ସେଇ ରକମ ଆପଣଙ୍କର ସେମାନେ ଆପଣ ଯାହା ଯୋଜନା କରିଥିବେ ସେମାନେ ହଁ ହାଁ ମାରି ଦେଇକି ବାସ୍ ରହିଯିବେ। ବାସ୍ ଦରମା ପାଇଲେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇଲେ ବାସ୍ କିଏ ମଲା କେତେ ଗଲା କେତେ ତାଙ୍କର କିଛି ଯାଏସ ନାହିଁ। ଦଶ ବନ୍ଧୁ ଏଇଥିଲା ଆପଣମାନଙ୍କୁ କହିଗଲି ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍। ଯଦି ଆପଣମାନେ ଏଇ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ବାସ୍ ଆପଣ ବହୁଳ ମାତ୍ରାରେ এই ভিডিওটি সেয়ার করতু যেপরিকি আপনার সরকার পাখে এই ভিডিও আপনার পৌঁছি পারিব। বাস এটি কইবার লা। দর্শক বন্ধু রহিলি, নমস্কার, জয় জগন্নাথ।